ସେନାରେ ଆଘାତ ଆଜି ହଜାର ହଜାର ଲୋକଙ୍କୁ ଦେଉଛନ୍ତି ନୂଆ ଜୀବନ। ଭର୍ତ୍ତି କରି ରଖିବା ଯେତେବେଳେ ଶରୀର ପଛାଡ଼ିକି ସେତେବେଳେ ନିଶ୍ୱାସ ଭିତରେ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ଦେଖୁଛନ୍ତି 3KYT ନ୍ୟୁଜ୍। ହଁ ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏକ ଏମିତି ପ୍ରେରଣାଦାୟକ କାହାଣୀ ଯାହା କେବଳ ଖବର ନୁହେଁ, ଏହା ହେଉଛି ସଂଘର୍ଷ, ସାହସ, ଆତ୍ମବିଶ୍ୱାସ ଓ ସଫଳତାର ଜୀବନ୍ତ ଉଦାହରଣ। ବନ୍ତ ବ୍ଲକ ଆଗରପଡ଼ାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିଲା ଏକ ଅଦ୍ଭୁତ, ପ୍ରେରଣାଦାୟକ ଓ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଦେବା ଭଳି ଦୃଶ୍ୟ। ଏହି ଶିବିରରେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଯୋଗଗୁରୁ ଶ୍ରୀ ଧରଣୀଧର କର। କିନ୍ତୁ ସେ କେବଳ ଜଣେ ଯୋଗ ଶିକ୍ଷକ ନୁହେଁ, ସେ ହେଉଛନ୍ତି ଜଣେ ଯୋଦ୍ଧା, ଜଣେ ସଂଘର୍ଷଶୀଳ ବ୍ୟକ୍ତିତ୍ୱ ଯାହାଙ୍କ ଜୀବନ କାହାଣୀ ନିଜେ ଏକ ଜୀବନ୍ତ ପ୍ରେରଣା। ହଁ ଦର୍ଶକ ବନ୍ଧୁ, ସେନାବାହିନୀରେ କାର୍ଯ୍ୟରତ ସମୟରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ ଶ୍ରୀଯୁକ୍ତ କର। ସେ ଆଘାତ ତାଙ୍କ ଜୀବନକୁ ଏକ କଠିନ ପରୀକ୍ଷାରେ ସମ୍ମୁଖୀନ କରିଥିଲା। କିନ୍ତୁ ସେ ହାର ମାନି ନଥିଲେ, ସେ ଭାଙ୍ଗି ପଡ଼ିନଥିଲେ, ବରଂ ନିଜର ଅଦମ୍ୟ ଇଚ୍ଛାଶକ୍ତି, ଧୈର୍ଯ୍ୟ ଓ ଯୋଗ ପ୍ରତି ଅତୁଟ ବିଶ୍ୱାସରେ ସେ ଆରମ୍ଭ କରିଥିଲେ ନୂଆ ଜୀବନର ଯାତ୍ରା। ଆଘାତରୁ ଆରୋଗ୍ୟ, ଦୁର୍ବଳତାରୁ ଦୃଢ଼ତା, ସଂଘର୍ଷରୁ ସଫଳତା, ଏହା କେବଳ କଥା ନୁହେଁ, ଏହା ହେଉଛି ଧରଣୀଧର କରଙ୍କ ଜୀବନର ସତ୍ୟ କାହାଣୀ। ନିଜକୁ ସୁସ୍ଥ କରିବା ପାଇଁ ସେ ପହଞ୍ଚିଥିଲେ ପତଞ୍ଜଳି ଯୋଗପୀଠ ହରିଦ୍ୱାରରେ। ସେଠାରେ ବିଶ୍ୱବିଖ୍ୟାତ ଯୋଗଗୁରୁ ବାବା ରାମଦେବଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ଯୋଗ ଶିକ୍ଷା ଗ୍ରହଣ କରି କେବଳ ନିଜକୁ ଆରୋଗ୍ୟ କରିନଥିଲେ, ବରଂ ନୂତନ ଜୀବନର ଏକ ପବିତ୍ର ଦିଗ ଖୋଜି ପାଇଥିଲେ। ପରେ ପରେ 5 ବର୍ଷ ଧରି ପତଞ୍ଜଳି ଯୋଗ ପ୍ରଚାରକ ଭାବେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ ଓ ଉତ୍ତରାଖଣ୍ଡ ସହିତ ଦେଶର ବିଭିନ୍ନ ରାଜ୍ୟରେ ସେ ହଜାର ହଜାର ଲୋକଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଶ୍ରୀଯୁକ୍ତ କର ପତଞ୍ଜଳି ଯୋଗ ସଂସ୍ଥାନ ଭଦ୍ରକ ଜିଲ୍ଲାର ମୁଖ୍ୟ ସଂଯୋଜକ ଭାବେ ସେବା ପ୍ରଦାନ କରୁଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନ, କଲେଜ, ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବରେ ଯୋଗ ଶିକ୍ଷା ଦେଇ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଜୀବନ, ସକାରାତ୍ମକ ଚିନ୍ତାଧାରା, ଆତ୍ମବିଶ୍ୱାସର ଆଲୋକ ପ୍ରଜ୍ୱଳିତ କରୁଛନ୍ତି। ସୂଚନା ଅନୁଯାୟୀ ତାଙ୍କ ନିକଟରୁ ଯୋଗ ଶିକ୍ଷା ଗ୍ରହଣ କରିଥିବା ଶତାଧିକ ଯୋଗ ଶିକ୍ଷକ ବର୍ତ୍ତମାନ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଯୋଗ ଶିକ୍ଷକ ଭାବେ ନିଯୁକ୍ତ ପାଇ ସମାଜକୁ ସେବା ପ୍ରଦାନ କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ଏହା କେବଳ ଜଣେ ବ୍ୟକ୍ତିର ସଫଳତା ନୁହେଁ, ଏହା ହେଉଛି ଏକ ମହାନ ମିଶନର ସଫଳ ପ୍ରତିଛବି। ଆଗରପଡ଼ାର ବିଜେପି ପ୍ରଶିକ୍ଷଣ ଶିବିରରେ ତାଙ୍କ ଯୋଗ ଶିକ୍ଷା କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମୀ ଓ ସଭ୍ୟମାନଙ୍କ ମଧ୍ୟରେ ନୂଆ ଉତ୍ସାହ, ନୂଆ ଶକ୍ତି ଓ ନୂଆ ଚେତନା ସୃଷ୍ଟି କରିଥିଲା। ସତରେ ଧରଣୀଧର କରଙ୍କ ଜୀବନ ଆମକୁ ଶିଖାଏ, ପରିସ୍ଥିତି ଯେତେ କଠିନ ହେଉ, ମନର ଶକ୍ତି, ସଂଘର୍ଷର ଆଗ୍ରହ ଓ ସତ୍ପଥରେ ଚାଲିବାର ଇଚ୍ଛା ଥିଲେ ଜୀବନରେ ପୁଣି ଥରେ ନୂତନ ସକାଳ ଆସିପାରେ। ଆଘାତକୁ ହରାଇ ଆରୋଗ୍ୟକୁ ଆଲିଙ୍ଗନ କରି ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାର ପଥ ଦେଖାଉଥିବା ଏମିତି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ହେଲେ ଯୋଗଗୁରୁ ଶ୍ରୀଯୁକ୍ତ ଧରଣୀଧର କର। ହଁ ଦର୍ଶକ ବନ୍ଧୁ, ଏହି ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ କାହାଣୀ କେମିତି ଲାଗିଲା ଆପଣ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଯଦି ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ। କ୍ୟାମେରାମ୍ୟାନ୍ ରାଜେଶଙ୍କ ସହ କୁମାର ଗୌରଙ୍କ ରିପୋର୍ଟ 3KYT ନ୍ୟୁଜ୍, ଆଗରପଡ଼ା, ଭଦ୍ରକ।